ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ବେତାଳ କଥାର ଗୋଟେ କାହାଣୀ, ବିଶ୍ୱାସଘାତକ। ସେହି ଅନ୍ଧକାର ରାତି, ବର୍ଷା ସାଥୀକୁ ଘନ ଘନ ବଜ୍ରପାତ, ସେସବୁ ପ୍ରତି ଭ୍ରୂକ୍ଷେପ ନ କରି ରାଜା ବିକ୍ରମାର୍କ ପୁନର୍ବାର ବୃକ୍ଷଟି ପାଖକୁ ଫେରିଆସିଲେ। ବିଜୁଳି ଆଲୁଅରେ ଦିଶି ଯାଉଥାଏ ଭୟଙ୍କର ମୁହଁଟିମାନ, ଶୁଭୁଥାଏ ଅଶରୀରମାନଙ୍କ ଅଟ୍ଟହାସ୍ୟ। କିନ୍ତୁ ସେସବୁ ସତ୍ତ୍ୱେ ରାଜା ବୃକ୍ଷାରୋହଣ କଲେ ଏବଂ ଶବଟିକୁ ଉତାରି ଆଣିଲେ। ତାପରେ ତାକୁ କାନ୍ଧରେ ପକାଇ ସେ ସୁନସାନ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କଲେ। ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜନ୍, ତମେ କେଉଁ ଲକ୍ଷ୍ୟ ନେଇ ଏଭଳି ପରିଶ୍ରମ କରୁଛ? ଲକ୍ଷ୍ୟ ଯେତେ ମହତ୍ ହୋଇଥାଉ, ଯଦି ଲକ୍ଷ୍ୟ ହାସଲର ପନ୍ଥା ଆବିଳ ହୋଇଥିବ, ତେବେ ଲକ୍ଷ୍ୟ ହାସଲ ସମ୍ଭବ କି ନୁହେଁ ତାହା ବିଚାର୍ଯ୍ୟ। ଏହି ପ୍ରସଙ୍ଗରେ ଗୋଟେ କାହାଣୀ କହୁଛି ଶୁଣ, ଶୁଣିଲେ ଶ୍ରମଭାର ଲାଘବ ମନେ ହେବ। ବେତାଳ ଗପି ଚାଲିଲା। ଅନେକ ଦିନ ତଳର କଥା। ଜଣେ ସାଧୁ ଥାଆନ୍ତି। ସେ ଗାଁ ଗଣ୍ଡା ବୁଲି ବୁଲି ଲୋକଙ୍କଠାରୁ ଚାନ୍ଦା ଆଦାୟ କରି ଗୋଟାଏ ବିଦ୍ୟାଳୟ ସ୍ଥାପନ କଲେ। ସେଠାରେ ଛାତ୍ରମାନେ କିପରି ସତ୍ସ୍ୱଭାବ ସମ୍ପନ୍ନ ହେବେ ତାହାରି ଉପରେ ଗୁରୁତ୍ୱ ଦିଆଗଲା। ଥରେ ସାଧୁ ଭାବିଲେ, ଏଣୁ ତେଣୁ ଚାନ୍ଦା ନ ଆଣି ରାଜାଙ୍କ ପାଖରୁ ସାହାଯ୍ୟ ଆଣିଲେ ହିଁ ସମସ୍ୟାର ସମାଧାନ ହୋଇଯିବ। ସେ ଯାଇ ରାଜାଙ୍କୁ ଭେଟି ନିଜ ବିଦ୍ୟାଳୟର ଇତିହାସ ଜଣାଇଲେ। ଆଉ କହିଲେ, ଛାତ୍ରମାନେ ନୈତିକ ଶିକ୍ଷା ପ୍ରାପ୍ତ ହେଲେ ରାଜ୍ୟର ମଙ୍ଗଳ ହେବ। ଅତଏବ ଆପଣ ମୋତେ ସାହାଯ୍ୟ ଦିଅନ୍ତୁ। ରାଜା କହିଲେ, ସାଧୁଜୀ, ଆପଣ ତ ଆଜି ଯାଏ ମୋ ବିନା ସାହାଯ୍ୟରେ ଚଳାଉଥିଲେ। ଯଦି ଆପଣ ପିଲାମାନଙ୍କୁ ସତ୍ ଶିକ୍ଷା ଦେଉଥିବେ, ତେବେ ଲୋକ ହିଁ ଆପଣଙ୍କୁ ସାହାଯ୍ୟ କରିବେ। ସାଧୁ ଫେରି ଆସିଲେ, ଆଉ ବିଦ୍ୟାଳୟ ବନ୍ଦ କରିଦେବେ ବୋଲି ସ୍ଥିର କଲେ। ସେତିକିବେଳେ ଜଗତ ସିଂ ନାମକ ଜଣେ ଲୋକ ସାଧୁଙ୍କୁ ସାକ୍ଷାତ କରି କହିଲା, ଆପଣ ବିଦ୍ୟାଳୟ ବନ୍ଦ କରନ୍ତୁ ନାହିଁ। ଆପଣଙ୍କର ଯେତେ ଟଙ୍କା ଦରକାର ତାହା ମାସକୁ ମାସ ମୁଁ ଯୋଗାଇ ଦେବି। ସାଧୁ ପଚାରିଲେ, ଆପଣ କିଏ? ଜଗତ ସିଂ କହିଲା, ଆପଣ ସେ ବିଷୟରେ ମୁଣ୍ଡ ଖେଳାଇବା ଦରକାର ନାହିଁ। ସାଧୁ ଉତ୍ସାହିତ ହେଲେ। ବାସ୍ତବିକ ପ୍ରତିମାସ ଜଗତ ସିଂ ନିଜେ ଆସି ହେଉ ବା କାହାରି ହାତରେ ହେଉ ଟଙ୍କା ପହଞ୍ଚାଇ ଦେଲା। ସାଧୁ ଅନୁସନ୍ଧାନ କରି ବୁଝିଲେ, ଜଗତ ସିଂ ଜଣେ ମାନ୍ୟଗଣ ଦାତା। କିଛିଦିନ ବିତିଗଲା। ହଠାତ୍ ସାଧୁଙ୍କ କାନରେ ଗୋଟେ ଅପ୍ରତ୍ୟାଶିତ କଥା ପଡ଼ିଲା। ଜଗତ ସିଂ ଗୋଟିଏ ଦସ୍ୟୁ ଦଳର ନେତା। ସେ ଦଳ ନିର୍ମମ ଭାବରେ ଲୁଟ୍ତରାଜ କରନ୍ତି। ଜଗତ ସିଂର ସ୍ୱରୂପ ଜାଣିଯିବା ମାତ୍ରେ ସେ କୁଆଡ଼େ ଲୁଚିଛି, ରାଜା ତାକୁ ଖୋଜୁଛନ୍ତି। ଏହାର ଅଳ୍ପ ଦିନ ପରେ ଜଗତ ସିଂ ଗୋପନରେ ସାଧୁଙ୍କୁ ଟଙ୍କା ଦେବାକୁ ଆସିଲା। ସାଧୁ ତାକୁ କହିଲେ, ବାବୁ, ତୁମ ପାଖରେ ମୁଁ କୃତଜ୍ଞ। ଭଗବାନ ତମର ମଙ୍ଗଳ କରନ୍ତୁ। କିନ୍ତୁ ସାମାଜିକ କ୍ଷେତ୍ରରେ ତମେ ଯାହା କରିଥିବ ତାର ଫଳ ବି ପାଇବା ଉଚିତ। ଏହା କହି ସେ ଘଣ୍ଟି ବଜାଇ ଦେବା ମାତ୍ରେ ଆଖପାଖରେ ପୂର୍ବରୁ ଲୁଚି ରହିଥିବା ସିପାହୀମାନେ ଝପଟି ଆସି ଜଗତ ସିଂଙ୍କୁ ଜବତ କରିନେଲେ। ରାଜା ସାଧୁଙ୍କୁ ବହୁତ ଧନ୍ୟବାଦ ଦେଲେ, ଆଉ ତାଙ୍କ ବିଦ୍ୟାଳୟ ପରିଚାଳନା ପାଇଁ ଯାହା ଦରକାର ସବୁ ଯୋଗାଇ ଦେଲେ। ବେତାଳ ଟିକେ ଚୁପ୍ ରହି କଣ୍ଠସ୍ୱର ତୀବ୍ର କରି ପଚାରିଲା, ରାଜା, ସାଧୁ ଏପରି ବିଶ୍ୱାସଘାତକତା କରିଲେ କିପରି? ସେ ବିଦ୍ୟାଳୟ ବନ୍ଦ କରିଦେବାକୁ ବସିବା ବେଳେ ଯିଏ ତାଙ୍କ ସହାୟତା କଲା, ତାକୁ କିପରି ସେ ଧରାଇ ଦେଲେ? ପୁଣି ଯେଉଁ ରାଜା ତାଙ୍କୁ ସାହାଯ୍ୟ ନ ଦେଇ ଫେରାଇ ଦେଇଥିଲେ, ତାଙ୍କୁ ଖୁସି କରିବା ତାଙ୍କର କ'ଣ ଦରକାର ଥିଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ନୀରବ ରହିବ, ତେବେ ତୁମ ଶିର ହେବ ସ୍କନ୍ଧଚ୍ୟୁତ। ମୁହୂର୍ତ୍ତେ ମାତ୍ର ଦ୍ୱିଧା ନ କରି ରାଜା ବିକ୍ରମାର୍କ ଉତ୍ତର ଦେଲେ, ସାଧୁ ଯଦି ଜଗତ ସିଂ ଡାକୁ ବୋଲି ଜାଣି ତା ସାହାଯ୍ୟ ଗ୍ରହଣ କରିଥାନ୍ତେ ଆଉ ପୁଣି ତାକୁ ଧରାଇ ପକାଇ ଦେଇଥାନ୍ତେ, ତେବେ ତାଙ୍କୁ ବିଶ୍ୱାସଘାତକତା ଦୋଷରେ ଦୋଷୀ କରାଯାଇପାରନ୍ତା। କିନ୍ତୁ ଏ କ୍ଷେତ୍ରରେ ସେ ଯାହା ଉଚିତ ତାହା ହିଁ କରିଛନ୍ତି। ସତ୍ ସ୍ୱଭାବର ପିଲା ତିଆରି କରି ରାଜ୍ୟର ମଙ୍ଗଳ ସାଧନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ଜଗତ ସିଂର ଅସତ୍ କାର୍ଯ୍ୟକୁ ପ୍ରଶ୍ରୟ ଦେବା ତାଙ୍କର ସେହି ଆଦର୍ଶର ବିପରୀତ ହୁଅନ୍ତା ନାହିଁ କି? ସେ ସାଧୁ, ତାଙ୍କର ନିଜର ସ୍ୱାର୍ଥ କିଛି ନାହିଁ। ପରର ଉପକାର କରିବା ଉଦ୍ଦେଶ୍ୟରେ ସେ ଯେପରି ବିଦ୍ୟାଳୟ ତିଆରି କରିଥିଲେ, ସେହିପରି ପରର ଉପକାର କରିବା ଉଦ୍ଦେଶ୍ୟରେ ସେ ଡାକୁ ସର୍ଦ୍ଦାରକୁ ଧରା ପକାଇଦେଲେ। ରାଜାଙ୍କୁ ଖୁସି କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା। ରାଜା ବଳେ ବଳେ ଖୁସି ହେଲେ। ଖୁସି ହୋଇ ସେ ଯେଉଁ ସାହାଯ୍ୟ ଦେଲେ ତାହା ଗ୍ରହଣ ନ କରିବାର ମାନେ ହୁଏ ନା, କାରଣ ରାଜକୋଷର ଅର୍ଥ ରାଜ୍ୟର ହିତ ପାଇଁ ଉଦ୍ଦିଷ୍ଟ। ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁଣି ବୃକ୍ଷଡାଳରେ ଝୁଲି ପଡ଼ିଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ବେତାଳ କଥାର ଗୋଟେ ଗପ, ବିଶ୍ୱାସଘାତକ।